ଗୀତାରେ ଲେଖାଯାଇଛି, କପଟୀମାନଙ୍କ ସହିତ ଗଭୀର ସମ୍ପର୍କ ନ ରଖିବାକୁ ଚେଷ୍ଟା କର, କାରଣ ଯେତେବେଳେ ସେମାନେ କ୍ରୋଧିତ ହୁଅନ୍ତି ସିଧାସଳଖ ଆପଣଙ୍କ ସମ୍ମାନ ଉପରେ ଆକ୍ରମଣ କରିଥାନ୍ତି। ନିଜର ଶବ୍ଦକୁ ସୁନ୍ଦର କର, କାରଣ ଲୋକେମାନେ ଚାଲିଯାଆନ୍ତି କିନ୍ତୁ ସେମାନେ କହିଥିବା କେଇପଦ ସୁନ୍ଦର ଶବ୍ଦଗୁଡ଼ିକ ମନେ ରହିଥାଏ। ପିତାଙ୍କଠାରୁ ସଂଗ୍ରାମ ଏବଂ ମାତାଙ୍କଠାରୁ ସଂସ୍କାର ଶିଖ, କାରଣ ଦୁନିଆରେ ଲୋକେମାନେ ତୁମକୁ ଆଉ ସବୁ କିଛି ଶିଖାଇ ଦେବାକୁ ଅଛନ୍ତି। ସୁଖ ଏବଂ ଦୁଃଖ ନିଜର ଭାଗ୍ୟ ଉପରେ ନିର୍ଭର କରେ। ଧନୀ ଏବଂ ଗରିବ ସହିତ ଏହାର କିଛି ସମ୍ପର୍କ ନଥାଏ, କାରଣ ରାଜମହଲରେ ରହିବି ଲୋକେ କାନ୍ଦିଥାନ୍ତି ଏବଂ ଯଦି ଭାଗ୍ୟରେ ସୁଖ ଅଛି ତେବେ ଝୁମ୍ପୁଡ଼ି ଘରେ ବି ହସର ପ୍ରତିଧ୍ୱନି ଶୁଣାଯାଏ। ଯେତେବେଳେ ମନ ଦୁର୍ବଳ ହୋଇପଡ଼େ ପରିସ୍ଥିତି ସମସ୍ୟାରେ ପରିଣତ ହୋଇଯାଏ। ଯେତେବେଳେ ମନ ସ୍ଥିର ପରିସ୍ଥିତି ପରୀକ୍ଷା ନେବା ଭଳି ଲାଗେ, ଆଉ ଯେତେବେଳେ ମନ ଦୃଢ଼ ହୋଇଯାଏ ସେତେବେଳେ ସେହି ପରିସ୍ଥିତି ଆଉ ସମସ୍ୟା ଆପେ ଆପେ ସମାଧାନ ହୋଇଯାଏ। ଯଦି କୌଣସି କ୍ଷତି ହୋଇଛି ତ ଭବିଷ୍ୟତରେ ଲାଭ ତ ନିଶ୍ଚିତ ହେବ। ଯଦି ତୁମକୁ କେହି ଠକିଛି ତେବେ ଭବିଷ୍ୟତରେ ଏହା ସୁଧ ମୂଳ ସହ ତା ଆକାଉଣ୍ଟରେ ରହିବ। ଯଦି ଈଶ୍ୱର ଜାଣନ୍ତି ଯେ ତୁମେ କୌଣସି ଜିନିଷରେ କେତେ ଧୈର୍ଯ୍ୟ ରଖିଛ ଏବଂ ତାଙ୍କୁ ବିଶ୍ୱାସ କରିଛ, ତେବେ ତୁମର ଧୈର୍ଯ୍ୟର ପ୍ରତ୍ୟେକ ମୁହୂର୍ତ୍ତର ଫଳ ମିଳିବ। କେବଳ ଭଗବାନଙ୍କ ଉପରେ ବିଶ୍ୱାସ ରଖ। ଯାହା ହେଇଛି ଭଲ ପାଇଁ ହେଇଛି, ଯାହା ହେଉଛି ଭଲ ପାଇଁ ହଉଛି, ଆଉ ଯାହା ହେବ ଭଲ ପାଇଁ ହିଁ ହେବ। ଏ ଦୁନିଆକୁ ଆସିବା ବେଳେ କଣ ଆଣି ଆସିଥିଲ? ଯେଉଁଥିପାଇଁ ତୁମେ ଏତେ ମନ କଷ୍ଟ କରୁଛ? ଯାହା ନେଇଥିଲ ଏହିଠାରୁ ନେଇଥିଲ, ଯାହା ଦେଇଛ ତୁମେ ଏଠାରେ ଦେଇଛ। ଆଜି ତୁମର ଯାହା କାଲି ସେ ଅନ୍ୟ କାହାର ଥିଲା, ଆଉ ଆସନ୍ତାକାଲି ଏହା ଅନ୍ୟ କାହାର ହେବ। ପରିବର୍ତ୍ତନ ହେଉଛି ଜଗତର ନିୟମ। ପ୍ରକୃତ ସତ୍ୟ 1. ଦିନେ ନା ଦିନେ ଆମ ସମସ୍ତଙ୍କୁ ନିଶ୍ଚିତ ମରିବାକୁ ପଡ଼ିବ। 2. ନିଜ ସାଙ୍ଗରେ କିଛି ଯିବ ନାହିଁ। 3. ଭୁଲ କି ଠିକ୍ ତୁମେ ଯାହା ବି କର ତାହାର ମୂଲ୍ୟ ନିଶ୍ଚିତ ଦେବାକୁ ପଡ଼ିବ। ବଞ୍ଚିଥିବା ବେଳେ ଲୋକମାନଙ୍କର ସମାଲୋଚନା, କିନ୍ତୁ ମୃତ୍ୟୁ ପରେ ସେମାନଙ୍କର ପ୍ରଶଂସା କରାଯାଏ। ଏକ ପିଲାକୁ ପିତାଙ୍କ ଦ୍ୱାରା ଆକଟ, ଜଣେ ଶିଷ୍ୟଙ୍କୁ ଗୁରୁଙ୍କ ଦ୍ୱାରା ଆକଟ ଏବଂ ସୁନାକାର ଦ୍ୱାରା ପିଟା ଯାଇଥିବା ସୁନା ସବୁବେଳେ ଗୋଟିଏ ସୁନ୍ଦର ଅଳଙ୍କାରରେ ପରିଣତ ହୋଇଥାଏ। ଯଦି କୌଣସି ଶିଶୁକୁ ଉପହାର ଦିଆଯାଏ ନାହିଁ ତେବେ ସେ କିଛି ସମୟ ପାଇଁ କାନ୍ଦିବ, କିନ୍ତୁ ଯଦି ସଂସ୍କାର ଦିଆଯାଏ ନାହିଁ ତେବେ ସେ ସାରା ଜୀବନ କାନ୍ଦିବ। ଗର୍ବ ଏକ ଭ୍ରମ ଯାହା ଆମକୁ ବିଶ୍ୱାସ କରାଏ ଯେ ଆମେ ସମ୍ପୂର୍ଣ୍ଣ ଠିକ୍, କିନ୍ତୁ ପରବର୍ତ୍ତୀ ସମୟରେ ଏହା ଆମର ବିନାଶର କାରଣ ହୋଇଯାଏ। ଯେଉଁମାନଙ୍କର ଜ୍ଞାନ ଅଛି ସେମାନେ ଗର୍ବିତ। ଯେଉଁମାନେ ଗର୍ବୀ ସେମାନଙ୍କର କି ପ୍ରକାରର ଜ୍ଞାନ ଇଏ? ଯଦି ଚେସ୍ରେ ମାଷ୍ଟର ଏବଂ ଜୀବନରେ ବିବେକ ମରିଯାଏ ତେବେ ଭାବନ୍ତୁ ଖେଳ ସମାପ୍ତ ହୋଇଯାଏ। ଆପଣ ଯେତେ ବି ଅଧ୍ୟୟନ କରନ୍ତୁ, ଯେତେ ଡିଗ୍ରୀ ହାସଲ କରନ୍ତୁ, କିନ୍ତୁ ଶିକ୍ଷା କେବଳ ଦୁନିଆର ଠୋକର ଖାଇବାରୁ ମିଳେ। ସମୟ, ସମ୍ମାନ ଏବଂ ବିଶ୍ୱାସ, ଏହି ତିନୋଟି ଜିନିଷ ଯାହା ଥରେ ହଜିଗଲେ ଆଉ ଫେରିବ ନାହିଁ। ଯେତେବେଳେ ସମୟ ବିଚାର କରେ କୌଣସି ସାକ୍ଷୀର ଆବଶ୍ୟକତା ପଡ଼େ ନାହିଁ। ଦୁନିଆର ପ୍ରତ୍ୟେକ ଶକ୍ତି ଅପେକ୍ଷା କଲମର ଶକ୍ତି ଅଧିକ। ତେଣୁ ଗୋଟିଏ ରୁଟି କମ୍ ଖାଅ, କିନ୍ତୁ ନିଶ୍ଚିତ ପିଲାମାନଙ୍କୁ ଶିକ୍ଷା ଦିଅ। ଗୋଟିଏ ମିନିଟରେ ଜୀବନ ପରିବର୍ତ୍ତନ ହୁଏ ନାହିଁ, କିନ୍ତୁ ଗୋଟିଏ ମିନିଟରେ ଚିନ୍ତା କରି ନିଆଯାଇଥିବା ନିଷ୍ପତ୍ତି ସମଗ୍ର ଜୀବନକୁ ପରିବର୍ତ୍ତନ କରିଦିଏ। ଦର୍ଶକ ବନ୍ଧୁ, ଆମ ଭିଡ଼ିଓ ଯଦି ଭଲ ଲାଗୁଥାଏ ଭିଡ଼ିଓକୁ ନିଶ୍ଚିତ ଲାଇକ୍ କରିବେ, ଚ୍ୟାନେଲକୁ ନିଶ୍ଚିତ ସବସ୍କ୍ରାଇବ୍ କରିବେ। ଏହାକୁ ନେଇ ଆପଣଙ୍କ ମତ କ'ଣ କମେଣ୍ଟରେ ନିଶ୍ଚିତ ଜଣାଇବେ। ଧନ୍ୟବାଦ। ଜୟ ଜଗନ୍ନାଥ।